ଯେ ବର୍ତ୍ତମାନ ନେତା ଚାକିରିଟା ସବୁଠାରୁ ଭଲ। ତାର ବିଶେଷ କାରଣ ହଉଛି ବିଶେଷ ପାଠ ପଢିବା ବି ଦରକାର ନାହିଁ। ତ ଆଜ୍ଞା ଚିନ୍ତା କରନ୍ତୁ ସେତେବେଳେ ହାଏଷ୍ଟ ଦରମା ଥିଲା ରାଷ୍ଟ୍ରପତିଙ୍କ। ଯୋଉମାନେ ମାନେ ଦରମା ପାଉନାହାନ୍ତି ଆଜିକି ମାନେ 10 ବର୍ଷ 15 ବର୍ଷ ଧରିକି ସେମାନେ ବହୁତ କମ ଦରମାରେ ଚଳୁଛନ୍ତି, ସେମାନଙ୍କ କଥା ବୁଝା ଯାଉନାହିଁ। କିନ୍ତୁ ବଢୁଛେ, କିନ୍ତୁ ଏଭଳି ଭାବରେ ବଢିଲେ ସାର୍ ନମସ୍କାର। ଆଜ୍ଞା ବିଧାୟକ ରାଜ୍ୟରେ ବିଧାୟକ ମାନଙ୍କର ଏ ଯୋଉ ଦରମା ବୃଦ୍ଧି, ଆପଣ ଜଣେ ରାଜନୀତି ବିଶେଷଜ୍ଞ ହିସାବରେ ଏହାକୁ କେମିତି ଦେଖୁଛନ୍ତି? ନା ବହୁତ ଦିନରୁ ଏଇ ଜିନିଷ ପେଣ୍ଡିଂ ଥିଲା, କିନ୍ତୁ ହଠାତ୍ ଏଇ ଯୋଉ ଦରମା ବୃଦ୍ଧି ମାନେ ଅହେତୁକ ଯୋଉ ବଢେଇ ଦେଲେ, ଯୋଉଟା ହବା କଥା ନୁହେଁ, ସାରା ଇଣ୍ଡିଆରେ 1 ନମ୍ବର ହେଇଗଲା। ମାନେ ଆମେ ନିଶ୍ଚିତ ଭାବରେ ଆମେ ଏମିତିରେ କହୁନାହୁଁ ଯେ ସେମାନଙ୍କର ଦରମା କମ ହଉ, କାରଣ ଆମେ ଭଲ ଭାବରେ ଜାଣିଛୁ ଜଣେ ଯଦି ସଚ୍ଚୋଟ ରାଜନେତା ହବ ତାହେଲେ ତା ପାଖକୁ ଡେଲି 50 100 200 500 ଲୋକ ଆସିବେ। ସମସ୍ତଙ୍କୁ କିଛି କିଛି ପଇସା ବି ଦବାକୁ ପଡିବ, କିଛି ଉପଢୌକନ ନଦେଲେ ସେମାନେ ଯୋଉ ଅଞ୍ଚଳରୁ ଆସିଥିବେ ସିଏ ହେଇଯିବେ। ସବୁ ଠିକ ଅଛି, ସେଥିପାଇଁ ଅଲଗା ଭତ୍ତା ଅଛି, ଅଲଗା ଇଏ ବି ଅଛି। କିନ୍ତୁ ଏଭଳି ଭାବରେ ହଠାତ୍ ସେଥିପାଇଁ କିଛି ମାନେ ଜରୁରୀକାଳୀନ ପରିସ୍ଥିତି ଆସିଲେ ସେଥିପାଇଁ ବିଧାୟକଙ୍କର ଫଣ୍ଡ ବି ଅଛି ନା? ଆଜ୍ଞା ଫଣ୍ଡ ଅଛି। କିନ୍ତୁ କିଛି ଜିନିଷ ଥାଏ ଯୋଉଟା କି ଅନ ରେକର୍ଡର କଥା ମୁଁ କହୁଛି, ରେକର୍ଡ କରିହବ ନାହିଁ, କିନ୍ତୁ ଖର୍ଚ୍ଚ ହଉଥିବ। ସେଥିପାଇଁ ଯାହାବି ଆଗରୁ ଥିଲା, ଯଦିଓ କିଛି କମ ଲାଗୁଥିଲା, ଆଉ କିଛି ବଢେଇ ଦେଇଥିଲେ ହେଇଥାନ୍ତା। କିନ୍ତୁ ଏଇଭଳି ଭାବରେ ଯୋଉ ଯେତେବେଳେ ଶିକ୍ଷକ ମାନେ ଗର୍ଜନ କରୁଛନ୍ତି, ମୁଁ ଶିକ୍ଷକ ମାନଙ୍କ ପୁରା ପ୍ରସଙ୍ଗକୁ ଯାଉନି, କାରଣ ବହୁତ ଶିକ୍ଷକ କହୁଛନ୍ତି ଆମେ 50,000 ଟଙ୍କାରେ କଣ କରିବୁ। ଆରେ 50,000 ଟଙ୍କା କମ ସେ କଥା ନୁହଁ। ଯୋଉମାନେ ପାଉନାହାନ୍ତି, ଯୋଉମାନେ ମାନେ ଦରମା ପାଉନାହାନ୍ତି ଆଜିକି ମାନେ 10 ବର୍ଷ 15 ବର୍ଷ ଧରିକି ସେମାନେ ବହୁତ କମ ଦରମାରେ ଚଳୁଛନ୍ତି, ସେମାନଙ୍କ କଥା ବୁଝା ଯାଉନାହିଁ। ଏବଂ ମୁଁ ବୁଝିପାରୁନି ଯୋଉ ଫଣ୍ଡ ଟା ଆମର ଟିକସର ଜରିଆରେ ହଉ, ଯେକୌଣସି ଟିକସ ଜରିଆରେ ହଉ ବା ରାଜସ୍ୱକୁ ଆମର ଯୋଉ ଟ୍ୟାକ୍ସ ବାବଦରେ ଯୋଉ ଆସୁଛି, ଲୁହାପଥର ବା ଏଥିରୁ ଖଣିଜ ପଦାର୍ଥରୁ ଯୋଉ ଆସୁଛି, ସେ ଯୋଉ ଟ୍ୟାକ୍ସ ରେ ପରିବୃଦ୍ଧ ହଉଛି ଆମର ଟ୍ରେଜେରୀ, ଏବଂ ସେଇ ଟ୍ରେଜେରୀରେ ଯୋଉ ପଇସାଟା ଆମର ଯୋଉ ବିକାଶ ପାଇଁ ଖର୍ଚ୍ଚ ହବା ଦରକାର, ସେଥିରୁ ଅଧିକାଂଶ ଭାଗ ଯଦି ଏଇଭଳି ଭାବରେ ନେତା ମନ୍ତ୍ରୀଙ୍କର ଦରମା ବଢାଯିବ, ତେଣୁ କିଏ ଜଣେ ଭଲ କଥା କହିଥିଲେ ଯେ ବର୍ତ୍ତମାନ ନେତା ଚାକିରିଟା ସବୁଠାରୁ ଭଲ। ତାର ବିଶେଷ କାରଣ ହଉଛି ବିଶେଷ ପାଠ ପଢିବା ବି ଦରକାର ନାହିଁ, ବିଶେଷ କିଛି ଜ୍ଞାନ ରଖିବା ବି ଦରକାର ନାହିଁ, କେବଳ ଲୋକମାନଙ୍କୁ ମତେଇ ପାରିବା ଦରକାର। ଏବଂ ଗୋଟେ ନେତା ହେଇଗଲେ ଆପଣଙ୍କର ସାରା ଜୀବନ, ଆପଣଙ୍କ ପରପିଢି ତା ପରପିଢି ମଧ୍ୟ ଆପଣଙ୍କର ଉଦ୍ଧାର ହେଇଯିବ। ତେଣୁ ସାର୍ ମୁଁ ଏଠି ଟିକେ ଅଟକେଇବାକୁ ଚାହିଁବି। ହୁଁ ସାର୍ ଏ ଯୋଉ ବିଧାୟକଙ୍କର ଯୋଉ ଦରମା ଏକାଥରେ 3,45,000 ଛୁଇଁବା, ଏଇଟା ଇଣ୍ଡିଆର କୋଉଠି ନା ପ୍ରଥମ କୋଉଠି ଗୋଟିଏ ଭାରତରେ ଗୋଟେ ବିରଳ ଦେଖାଗଲାନି? ଭାରତ ତ ବିରଳ ଇଏ। ତାପରେ ରାଜ୍ୟର ଆମେ ମୁଖ୍ୟ ବିଚାରପତିଙ୍କର ଦରମା ବି ସାର୍ ଏତେ ନୁହେଁ, ମାତ୍ର 2,25,000 ହଁ ଭିତରେ ହଁ ସୀମିତ ହଁ ରହୁଛି। ହଁ ହଁ। ମୋର ମନେ ଅଛି ଯେତେବେଳେ ଆମେ ସବୁ ପିଲା ଥିଲୁ, ସେତେବେଳେ ଟାଟାର ଯିଏ ସେତେବେଳେ ପିଲୁ ମୋଦି ବୋଧେ ଇଏ ବୁଝୁଥିଲେ, ଯେ MD ଥିଲେ, ଇଏ କରିଥିଲେ, ସେତେବେଳେ ତାଙ୍କ ଦର ଥିଲା 9,999। ସରି, ପିଲୁ ମୋଦି କହୁଛି, ମୋଦି ଥିଲେ ଆମର, ଯେ 9,999, 10,000 ଟଙ୍କା ଯେହେତୁ ରାଷ୍ଟ୍ରପତି ଦରମା, ତାଙ୍କର 1 ଟଙ୍କା ସେମାନେ କମ ନଉଥିଲେ। ତ ଆଜ୍ଞା ଚିନ୍ତା କରନ୍ତୁ ସେତେବେଳେ ହାଏଷ୍ଟ ଦରମା ଥିଲା ରାଷ୍ଟ୍ରପତିଙ୍କ। ଆଜ୍ଞା ବର୍ତ୍ତମାନ ଯେତେବେଳେ ଏଇ ଯୋଉ ଫର୍ମୁଲାଟାକୁ କାର୍ଯ୍ୟକାରୀ କଲେ, ତ ସେଇଟାକୁ ଅନ୍ୟ ରାଜ୍ୟର ଏଠପାର କରିବା କଥା, ବା ତାର ଗୋଟେ ଏଭରେଜ ବାହାର କରିକି କରିବା କଥା। ଆମେ କହୁନାହୁଁ ସମସ୍ତଙ୍କର ବଢୁଛେ ତାଙ୍କର ନ ବଢୁ ବୋଲି, କିନ୍ତୁ ବଢୁଛେ, କିନ୍ତୁ ଏଭଳି ଭାବରେ ବଢିଲେ ଏଥିରେ କେହି ତ କାହିଁ ବିରୋଧ କଲେନି। କେବଳ ଆମର କମ୍ୟୁନିଷ୍ଟ ପାର୍ଟିର ଜଣିଏ ସେ ଇଏ କରିଛନ୍ତି ଯେ ଆମେ ଏତେ କାହିଁକି ନବୁ। ଆଜ୍ଞା ହଁ ବିଧାୟକଙ୍କର ହଁ ଦରମା ଏତେ ବଢିବା ଏଇଟା ଗୋଟେ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ଗ୍ରହଣ ଯୋଗ୍ୟ ନୁହେଁ। ୟା ଦ୍ଵାରା କଣ ହବ, ସିପିଆଇ ସରକାର ଲିଡର କହିଛନ୍ତି। ଯେ କଥା ହଉଛି କଣ, ୟା ଦ୍ଵାରା ଯୋଉ ଭାଜପା ସରକାର ନିଶ୍ଚିତ ଭାବରେ ବଦନାମ ହବ, ଏବଂ ସେ ଲୋକପ୍ରିୟତା ଆସ୍ତେ ଆସ୍ତେ ହରେଇବ। କିନ୍ତୁ କେମିତି ହରେଇବ? ବିଜେଡି ତ ସପୋର୍ଟ କରିଛି, କଂଗ୍ରେସ ତ ସପୋର୍ଟ କରିଛି, ତେଣୁ ଲୋକ କାହାକୁ ଭୋଟ ଦେବେ? ୟା ପରେ ଯଦି ମୁଁ ବିରକ୍ତ ହେଇଗଲି ଯେ ଇଏ ବିଜେପି ସରକାର ଖାଲି ଦଉଛି ପଇସା, ତାହେଲେ ମୁଁ ଦେବି କାହାକୁ ଭୋଟ? କାରଣ ସମସ୍ତେ ତ ଗୋଟିଏ ଛତା ତଳେ।
ଚିନ୍ତା କରନ୍ତୁ ଆପଣ। ତ ଠିକ ଏଟା ଅଛି, ଏଇଟା ଗୋଟେ ଏଠି ରାଜନୀତିକ ଏଇଟା ଗୋଟେ ରାଜନୀତିକ ବିଶ୍ଳେଷଣକୁ ଗଲେ ଇଏ ଗୋଟେ ହଁ ମେଥଡଟା ଆସିବ, କିନ୍ତୁ ହୁଁ ସାର୍ ମୁଁ ହୁଁ ଏଇଠି ଗୋଟେ ସାଧାରଣ ଲୋକଙ୍କ କଥା, ଆଉ ହୁଁ ଯେହେତୁ ବିଧାନସଭାରେ ଏହା ଏଥିରେ ମୋହର ବାଜିଛି, ତେଣୁ ହୁଁ ବିଧାନସଭାରେ ଯେତେବେଳେ ଲୋକଙ୍କର ହୁଁ ପ୍ରସଙ୍ଗ ଉଠେ, ଲୋକଙ୍କର କଥା ହୁଁ କୁହାଯାଏ, କିନ୍ତୁ ସେଇ ହୁଁ ସମୟରେ ଏଠି କୋଉଠି ହୁଁ ଲାଗିଲାନି କି ସରକାରୀ ଦଳକୁ ଥରେ ହୁଁ। ନୁହେଁ ଆ ଉପରେ 5 ଥର ଭାବିବାର ଥିଲା କି ନା ନା ଯୋଉ ନା 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 ନା, ସେ କାହିଁକି ଭାବିବେ, କାହିଁକି ଭାବିବେ କହିଲେ? ଆପଣଙ୍କର ଯୋଉ ପ୍ରସଙ୍ଗ ରହିଛି ସେ ପ୍ରସଙ୍ଗ ତମକୁ ମୁଁ ଦରମା ବଢେଇ ଦଉଛି, ତମେ ପାଟିତୁଣ୍ଡ କରନି, ଚୁପ କରିକି ବିରୋଧୀ ବାଲା ବସିଲେ। ବୁଝିଲେ ନା କଥାଟା? କଥାଟା ହଉଛି ବିଧାନସଭାର ପ୍ରସଙ୍ଗ ଉଠେଇବ କିଏ? ବିରୋଧୀ ଦଳ ଉଠେଇବ। ନେ ସେ ଇଏ ତ କଂଗ୍ରେସ ଏମିତି ହଉ ପ୍ରସଙ୍ଗ ହେଲା, ଏମିତି ତ କହିବାକୁ ଗଲେ ନୂଆ ସରକାର, ଲୋକଙ୍କ ସରକାର କହୁଥିଲେ ଦୂର ଆଏ ଦୃଷ୍ଟ ଆଏ, ଏଇଭଳିଆ କଥା ହେଲା। ହଁ ହଁ, ନା ନା ନା, ସେ ଲୋକଙ୍କ ସରକାର କହିଲେ ଯେ ସେ ନିଜ ଲୋକଙ୍କ ସରକାର ହେଇଗଲେ। ନିଜ ଲୋକ ମାନେ ତାଙ୍କର ଭାଇ ବିରାଦରୀ ଯେ ଏମଏଲଏ ମାନେ ଅଛନ୍ତି ସେମାନଙ୍କର ସରକାର ହେଇଗଲେ। ତେଣୁ ଆମେ ଗୋଟେ ଜାତି, ଯେମିତି କୁହାହଉଥିଲା ଆଗରୁ ଗୋଟେ ଆଇଏସ୍ ଗୋଟେ ଜାତି, ଓଏସ୍ ଗୋଟେ ଜାତି, ସେଇଭଳିଆ ଏମଏଲଏ ଗୋଟେ ଜାତି। କୋଉ ମାନେ ଦଳରୁ ହୁଅନ୍ତୁ କୋଉ ଜାତିର ହୁଅନ୍ତୁ, ବର୍ତ୍ତମାନ ସମସ୍ତେ ଏକାକାର ହେଇଗଲେ। ତ ଏକାକାର ହେଇଗଲେ ପ୍ରସଙ୍ଗ କହିବ କିଏ? ଆଜ୍ଞା, ମାନେ ଇଏ ଏକ ଆପଣଙ୍କୁ ପ୍ରକାରର ଇଏ ଦରମା ଦିଆଯାଇକି ଏକ ପ୍ରକାରର ବିରୋଧୀଙ୍କ ମୁହଁ ବି ଚୁପ ହେଇଗଲା, ହଁ କାହିଁକିନା ଏଥର ଏକ ପୂର୍ବ ପ୍ରକାର ଲାଞ୍ଚ, ଅଧିବେଶନ ମାନଙ୍କ ଏକ ଅପେକ୍ଷା ପ୍ରକାର ଏଥରର ଶୁଣନ୍ତୁ ଅଧିବେଶନ ପୁରା ହଁ ଡିସେଣ୍ଟ ଥିଲା, ସିମ୍ପଲାଇଜ ଥିଲା ବୋଲି ଆମେ କହିପାରିବା। ନା ନା, ଶୁଣନ୍ତୁ, ଡିସେଣ୍ଟ ହବା ଆଉ କୌଣସି ପ୍ରସଙ୍ଗରେ ଚୁପ ରହିକି କୌଣସି ଅନ୍ୟାୟ ଇଏକୁ ଆମେ ମଥାପାତି ସହି ନବା, ବରଂ ମୁଁ ତ ଧନ୍ୟବାଦ ଦେବି ଆମ ପଦ୍ମଲୋଚନ ପଣ୍ଡାକୁ, ସେ ନିଜ ଦଳର ହେଇକି କହିଲେ ମୋ କାମ ସେ କୋଉ ଇଞ୍ଜିନିୟର କୁ ଆପଣ ଆପଏଣ୍ଟମେଣ୍ଟ କରିଛନ୍ତି ଯେ କାମ କରୁନି, ତାକୁ ମନ୍ତ୍ରୀ ଯେତେବେଳେ ଉତ୍ତର ଦେଲେ ସେ କହିଲେ ସେଟା ଅମକେ ହେଇଯାଇଛି, କହିଲେ ନା ହେଇନାହିଁ, ଆପଣ ଦେଖନ୍ତୁ ଭେରିଫାଏ କରିକି। ତା ମାନେ ନିଜ ଦଳ ଭିତରେ ଜଣେ ହେଲେ ସିଏ ପ୍ରଶ୍ନ କଲେ, କିନ୍ତୁ ବିରୋଧୀ ଦଳ କଣ କରୁଛନ୍ତି? ବିରୋଧୀ ଦଳ ଚୁପ ଥିଲେ ଦେଖିବାକୁ ମିଳିଥିଲା। ସାଧାରଣ ହଁ ହଁ ସାର୍ ହଁ ଏଠି ହଁ ଆଉ ଗୋଟେ ପ୍ରସଙ୍ଗ ଆସିବ, ସାର୍ ସାଧାରଣ ନାଗରିକଙ୍କ ଠାରୁ ହୁଁ 22 ଗୁଣ ଅଧିକ ଦରମା। ଆମେ ହୁଁ ଯଦି କହିବା ଏକା ହୁଁ ହୁଁ ପାଖାପାଖି 20ରୁ 22 ହୁଁ ଗୁଣ ଅଧିକ ହୁଁ ଦରମା। ହୁଁ 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 ଆଉ ଯେତେବେଳେ ଗୋଟେ ମଧ୍ୟବିତ୍ତ ପରିବାରର ହୁଁ ରୋଜଗାର ବାର୍ଷିକ ହୁଁ ଯଦି ଦେଖିବା, ହୁଁ 1,83,000ରୁ ପାଖାପାଖି 2 ଲକ୍ଷ ଭିତରେ। ହୁଁ ତ ହୁଁ ହୁଁ ଏଇଠି ଯୋଉ ଦରମାଟା ବଢୁଛି, ଆମେ ହୁଁ ସରକାରଙ୍କର ଜଣେ ଅଫ୍ କ୍ୟାମେରା ଯେତେବେଳେ କଥା ହୁଁ ହେଉଥିଲୁ, ତାଙ୍କ ହୁଁ କହିବାର ଥିଲା କି ଯେତେବେଳେ ଆମେ ପଲିଟିକ୍ସ ଭିତରକୁ ସରକାରକୁ ଆସିଲୁ, ଯେତେବେଳେ ଆମେ ହୁଁ ସ୍ଥିତି ମାପିଲୁ, ସେତେବେଳେ ହୁଁ ଦେଖିଲୁ କୋଉଠି ନା କୋଉଠି ଆମ ରାଜନୈତିକ କ୍ୟାରିୟରରେ ଗୋଟେ ଛାପ ନ ପଡୁ, ଗୋଟେ କଳା ଦାଗ ନ ପଡୁ, ତେଣୁ ହୁଁ ଆମକୁ ଗୋଟେ ନିଷ୍ପକ୍ଷ ନେତା ଭାବରେ ରହିବାକୁ ହେଲେ ଆମକୁ ଦରମା ବୃଦ୍ଧି କରିବାକୁ ପଡିବ। ଆର ଗୋଟେ ଅନେକ ଗୁଡ଼ିଏ, ଯେମିତି ଆପଣ କିଛି ସମୟ ପୂର୍ବରୁ କହୁଥିଲେ, ଆର ଗୋଟେ ହୁଁ ପାରାଲାଇଜ ଅଛି ଯୋଉ ଗୁଡା ହୁଁ କି ଦେଖାଯାଏନି କିନ୍ତୁ ଅର୍ଥ ହୁଁ ଖର୍ଚ୍ଚ ହୁଏ। ତେଣୁ ହୁଁ ବିଧାୟକ ମାନଙ୍କର ଦରମା ବଢିବା ଏଇଟା ଗୋଟେ ହୁଁ ହ୍ୱାଇଟ୍ ମନି କହିଲେ ଚଳେ। ଆଉ ଗୋଟେ ହୁଁ ବିଧାୟକ, ସଚ୍ଚୋଟ ହୁଁ ବିଧାୟକର ଇଏ ପ୍ରମାଣ କି ନାହିଁ, ତାକୁ ହୁଁ ଲୋକଙ୍କୁ ବି ଦେଖିବାକୁ ପଡିବ। ଦରମା ବୃଦ୍ଧି ଏଇଟା ଯେହେତୁ ଗୋଟେ ବଡ ଆମାଉଣ୍ଟ ନା ହେଇଛି, ନା ତେଣୁ ମୁଁ ଦେଖାଯାଉଛି। ମୁଁ ଏଇଠି କହି ରଖେ, ଭବିଷ୍ୟତରେ ନେତା ମନ୍ତ୍ରୀ ମାନେ ଦୁର୍ନୀତି ନ କରନ୍ତୁ। ଯଦି ଏତେ ଦରମା ବଢି ଯାଇଛି, ତା ହୁଁ, ଭିତରେ ତାଙ୍କର ଫଣ୍ଡ, ତାଙ୍କର ଯୋଉ ଏକ୍ସଟ୍ରା ଖର୍ଚ୍ଚ, ଯାହାକୁ ତା ଅନସିନ୍ ଭିତରେ ଗୋଟେ ସ୍ୱଚ୍ଛତା ଆସିବ ବୋଲି ଆଶା ସ୍ୱଚ୍ଛତା କରାଯାଉଛି। ଆଶା ଯାଉ ମାନେ ଆଶା କରାଯାଏ। ଏବଂ ହୁଁ, ଯଦି ତାହା ରହିଲା ତାହା ଠିକ ଅଛି। କାହିଁକି ନା ଆପଣ ଆଉ ଦୁର୍ନୀତି କରନ୍ତୁ, ଦୁର୍ନୀତି ଧରନ୍ତୁ, କୌଣସି ଗୋଟିଏ ଟଙ୍କା କୋଉଠି ପିସି ନିଆ ଯାଉ, କୌଣସି ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ଯୁକ୍ତି ପର୍ଯ୍ୟନ୍ତ କେହି ନିଅନ୍ତୁ, ଏବଂ ବିକାଶ ହଉ, ସେ ଗୋଟେ ମଧ୍ୟ ଇଏ ବି ସେ ଏକ ଯଦି ପ୍ରକାର ଯଦି ରାଜ୍ୟବାସୀଙ୍କ ପାଇଁ ଗୋଟେ ହଁ ଶୁଭଙ୍କର ହେଇପାରେ। ହଁ ହେଇପାରେ, ଯଦି ସେଇଥିରେ ସଚ୍ଚୋଟତାର ରହିବେ। କିନ୍ତୁ ଆପଣଙ୍କର ଦରମା ଇଆଡେ ତିନି ବହୁତ ଲକ୍ଷ ବଢିଯିବ, ପଇଁଚାଳିଶ ସିଆଡେ ହଜାରରେ ଆପଣ ପାର ହଜାର ଥିବ। ହେଇଯିବ, ପୁଣି ହୁଁ, ପୁଣି ତା ସାଙ୍ଗରେ ଆହୁରି ବହୁତ ଆନୁଷଙ୍ଗିକ ସୁବିଧା ସୁଯୋଗ ଅଛି, ସେ ଛାଡନ୍ତୁ ସବୁ। କିନ୍ତୁ ଯୋଉ ଆପଣଙ୍କର ପୁଣି ତା ଦେହରେ ଯଦି ଆପଣ ମାନେ ମାନେ ଯୋଉମାନେ କର୍ମୀ ମାନେ ବା ଇଏ ମାନେ, ସେମାନେ ଯଦି ଦୁର୍ନୀତିରେ ଲିପ୍ତ ରହିବେ, ପୁଣି ପରସେଣ୍ଟେଜ ଆପଣ କାରବାର ପୁଣି ଚାଲିବ, ମାନେ ଅଘୋଷିତ ଅଲିଖିତ ପିସି, ତ ସେଭଳି ଯଦି ଚାଲେ, କାରଣ ଜନତା ଜନତା ଦେଖୁଛି, ଜାଣିପାରିବ ଇଏ ଯନ୍ତ୍ରୀଟି ମୋ ଠାରୁ ନେବ, ଯନ୍ତ୍ରୀ କହୁଛି ମୁଁ କଣ, ମୁଁ ତାକୁ ଦେବି, ସିଏ କହିବ ମୁଁ କଣ ନଉଛି, ମୁଁ ତାକୁ ଦେବି। ଏଇଭଳି ଯଦି ଖଜୁରୀ ଗଛର କି ଗୁଣ ଗାଇବି ପାହାଚ ହେଇଯିବ, ମୂଳରୁ ପାହାଚ ପାହାଚ। ଆଜ୍ଞା, ଯଦି ହେଇଯିବ, ତାହେଲେ ଇଏ ଦରମା ବୃଦ୍ଧିର କୌଣସି ମାନେ ନାହିଁ। ଇଏ ସୋନେ ପେ ସୁହାଗା ତାଙ୍କୁ।
जो माने सरकारी दलरे ଗ- अछंती बा ଗ- ଗ- विधायक अछंती ବା ବିଧାୟକ ଅଛନ୍ତି ନିଶ୍ଚିତ। से ପୁଣି ତାଙ୍କ शेष ହାତ ବାଣ୍ଟି प्रतिक्रिया ଦିଆହେଇଛି। हाँ ହଁ सर कौन कहते सर ହଁ कुहतु ତାଙ୍କର ହାତ ବାଣ୍ଟି ବି ଅଛି, ବର୍ତ୍ତମାନ 5 କୋଟି ଟଙ୍କା ତାଙ୍କ ହାତରେ ଅଛି ଖର୍ଚ୍ଚ हातरे କରିବାକୁ, अछि ଯୋଉ ବିକାଶ କରିବା ପାଇଁ। ହଁ, आज्ञा ସିଏ ବି ଅଲଗା କଥା, କିନ୍ତୁ ତା ଦେହରୁ କୌଣସି ପିସି କାରବାର ନ ହଉ। निहाती ସେ पक्षे दरमा बढ़िला किंतु कोउठी ना कोउठी ए सरकार पाखरु नुआ सरकार पाखरु गोटे स्वच्छता आशा करा ଆଶା जाउची बा କରିବା। ହୁଁ राज्यवासी पई ये गोटे ग्रीन ହୁଁ से जेहेतु प्रथमे दरमाटा बढ़ी गोटे बड़ व्यूज ହୁଁ अमाउंट बढ़ी तेज कोउठी ना ହୁଁ कोउठी तो किंतु लागिवो किंतु आंकर ହୁଁ कार्यकाल आ जेहेतु 3 वर्ष रहिला तो आ ହୁଁ भितर जଣା पड़िबो एमानंक पाखर केते स्वच्छता थिला आ केते काम करिबार ନିଶ୍ଚୟ ନିଶ୍ଚୟ ନିଶ୍ଚୟ। इच्छा अछि कि शेष ହୁଁ प्रतिक्रिया नेबी ହୁଁ ଯେତେବେଳେ ବିଧାନସଭା ବାହାରେ ଗୁହାରୀ ହୁଁ ଶୁଣିବାକୁ ସାଧାରଣ ଲୋକ ବସିଛନ୍ତି ହୁଁ 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 ଖରା ଶୀତ କାକରରେ ବସିଛନ୍ତି ହୁଁ ହୁଁ ସେତିକିବେଳେ ଗୃହରେ ଏକାଥରେ 3 ଗୁଣର ଦରମା ବଢିଲା ସରକାର ହୁଁ କିଛି ଭାବିଥିବେ ଲୋକଙ୍କ ସରକାର ଇଏ ଅଛନ୍ତି ଟିକେ ହୁଁ 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 ଭାବିଥିବେ କି ନାଇଁ ମୁଁ ବାହାର ଲୋକଙ୍କ କଥା ବି ଟିକେ ଭାବିନିଏ କାହିଁକିନା କେବଳ ନା ନା ଏଥିରେ ଯଦି କାହାକୁ ସୁବିଧା ହେଇଛି କେବଳ ବିଧାୟକ ମାନଙ୍କୁ ହେଇଛି ସେ ସରକାରୀ ଦଳ ହୁଅନ୍ତୁ କି ବିରୋଧୀ ମାନେ ହୁଅନ୍ତୁ ବିରୁଦ୍ଧ। ସେଥିରେ ନୁହେଁ ହୁଁ ହୁଁ କେବଳ ହୁଁ ବିଧାୟକଙ୍କୁ ହିଁ ଫାଇଦା ହୁଁ ହେଇଛି ଏଥରର ହୁଁ ବିଧାନସଭା ବିଧାୟକ ମାନଙ୍କ ପାଇଁ ଗୋଟେ ସୁନା ଅଣ୍ଡା ଦିଆ କୁକୁଡା ସାବ୍ୟସ୍ତ ଅଧିବେଶନ ହେଇଛି ଥିଲା। ହଁ ନିଶ୍ଚିତ ହଁ ହୁଁ ହୁଁ ବାହାରେ ଲୋକ ବସିଥିଲେ ସାଧାରଣ ଲୋକ ହୁଁ ବସିଥିଲେ ହୁଁ ସରକାରଙ୍କ ଆଗରେ ନିଜର ଗୁହାରି ରଖିବେ ବୋଲି ହୁଁ ଆସିଥିଲେ କିନ୍ତୁ ତାଙ୍କ ହୁଁ। ବିଷୟ ଟିକେ ବି କିଛି ଦେଖିବାକୁ ମିଳିଲାନି କଣ କହିବେ ଆଜ୍ଞା ନା ନା ତାଙ୍କ ବିଷୟରେ ଆଗରୁ ଆମେ କଣ ଦେଖନ୍ତି ଯେ ଯେତେବେଳେ କିଏ ବି ହାହଲ୍ଲା କରେ, କିଏ ବି ଦାବି ଉତ୍ଥାପନ କରେ, ତାହେଲେ ସେତେବେଳେ ବିରୋଧୀ ଦଳ ନେତା ମାନେ ମଧ୍ୟ ତାଙ୍କ ସହିତ ଯୋଗ ଦେଇ ଦିଅନ୍ତି ଏବଂ ତାଙ୍କ ସାର୍ ସପକ୍ଷରେ ମଧ୍ୟ ସରକାରକୁ ଘେରନ୍ତି। ଆଜ୍ଞା କିନ୍ତୁ ସେଇଟା ଦେଖିବାକୁ ମିଳିଲାନି। ନିଶ୍ଚିତ ବିରୋଧ, ହଁ, କେବଳ ସେଇ ଯୋଉ ସିପିଆଇ ର ଏମଏଲଏ ଛଡା ସିଏ ବାହାରେ ଯାଇକି ତାଙ୍କ ସହିତ ମିଶିକି ତାଙ୍କ କଥା ଇଏ ଉପସ୍ଥାପନ କରିବେ ବୋଲି ଭାବିଲା ବେଳକୁ ତାଙ୍କ ଦରମା ବଢିଗଲାଣି ବିଧାନସଭାରେ। ସେ ବିଧାନସଭା ନଥିଲେ ବାହାରିଥିଲେ। ତ ଅନ୍ୟ ସମସ୍ତ ବିରୋଧୀ ଦଳର ନେତା ମଧ୍ୟ ତାଙ୍କ ସହିତ ଇଏ ଠିକ ଅଛି, ସରକାର ବିଚାର କରିବେ, ଶୁଣିବେ, ଇଏ କରିବେ, କିନ୍ତୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ବି ଦରକାର ଏବଂ ଯୋଉମାନେ ହାହଲ୍ଲା କରୁଛନ୍ତି ବା ଯୋଉମାନେ ଧର୍ମଘଟ କରୁଛନ୍ତି କାହିଁକି କରୁଛନ୍ତି ତାର ମୂଳ କାରଣ ଜାଣିବା ପାଇଁ ମଧ୍ୟ ସେମାନଙ୍କ ମଧ୍ୟରୁ କେହି ପ୍ରତିନିଧି ଯିବା ଦରକାର ଏବଂ ସେଇଟାକୁ କିଭଳି ଭାବରେ ଆଲୋଚନା ମାଧ୍ୟମରେ ବିଧାନସଭା ଅଧିବେଶନ ଚାଲୁଥିଲା ତାକୁ ଗୋଟେ ଦବା କଥା ଯେ ଆଶ୍ୱାସନା ଯେ ଠିକ ଅଛି, ବୁଝା ଯାଉଛି ଏବଂ ଆମେ ସେଟା ବିଧାନସଭାରେ ମଧ୍ୟ ଆମେ ଏବଂ ବିଚାର କରାଯାଉଛି। କମ ସେ କମ ତ ସେତିକି କରିବା, ତାହା ନହେଲେ ଲୋକଙ୍କୁ ସରକାର କେମିତି ହବା। ନିଶ୍ଚିତ ଭାବେ ସେଟା ଆପଣ ଯେମିତି କହିଲେ ଲୋକଙ୍କ ସରକାର କିନ୍ତୁ ଏଥରର ଲୋକଙ୍କର କଥା କମ ନିଜର ବିଧାୟକ ମାନଙ୍କ କଥା ଟିକେ ବେଶୀ ବୁଝିଛନ୍ତି ଏଥର ହୁଁ ଦେଖିବାକୁ ମିଳିଥିଲା ବୋଧହୁଏ ସେଇଥିପାଇଁ ଏଥର ବିଧାନସଭା ଭିତରେ ସେ ହଟ୍ଟଗୋଳ ଦେଖିବାକୁ ମିଳିନଥିଲା ଏଇଟା ବୋଧହୁଏ ବହୁତ ଆଜ୍ଞା। କମ ଦେଖିବାକୁ ମିଳେ ନା ନା ଧନ୍ୟବାଦ ହଟ୍ଟଗୋଳ ନ ହଉ, ମାନେ ହଟ୍ଟଗୋଳ ନ ହଉ କିନ୍ତୁ ବିରୋଧାଭାସ ତ ରହୁ। ମୁଁ ସେତକ କହିବା ବି କଥା ନୁହେଁ ନଥିଲା ଯେ ହଁ ସେତକ ନଥିଲା, ବିରୋଧାଭାସ ହଉ, ଯୁକ୍ତି ତର୍କ ହଉ, ଇଏ ହଟ୍ଟଗୋଳ ନ ହଉ ଆଲୋଚନା କି ଗୋଟିଏ ହଉ ପୋଡିୟମ ଆଲୋଚନା ହଉ, ପୋଡିୟମ ଭାଙ୍ଗିବା, ଅଶ୍ଳୀଳ ମାନେ କଥା କହିବା, ସାମ୍ବିଧାନିକ ଭାଷା କହିବା, ଭାଷା ସେଗୁଡାକ ଆମେ ଚାହୁଁନୁ। ଆମେ ଆଜ୍ଞା ଚାହୁଁଛୁ ଯୁକ୍ତିଯୁକ୍ତ କଥାବାର୍ତ୍ତା ହଉ ଏବଂ ବିରୋଧାଭାସ ହଉ ଏବଂ ପ୍ରସଙ୍ଗ ମାନ ଉତ୍ଥାପିତ ହଉ, ତା ଭିତରେ ତର୍କ ତର୍ଜମା କରାଯାଉ। କରାଯାଉ। ଆଜ୍ଞା ନିଶ୍ଚିତ ପକ୍ଷେ ସଚେତନ ଧନ୍ୟବାଦ ଯାହା ବି ଆପଣ କହିଲେ କି ଏ 3,45,000 ଟଙ୍କାର ଦରମା ବିଧାୟକ ମାନଙ୍କ ଭିତରେ ଗୋଟେ ସ୍ୱଚ୍ଛତା ଆଣୁ ଏଇଟା ବି ଆଶା କରିବା। ଧନ୍ୟବାଦ ସାର୍, ଥ୍ୟାଙ୍କ ୟୁ ସୋ ମଚ୍। ନିଶ୍ଚୟ।